ଚାକିରି ନାହିଁ ବୋଲି ଚିନ୍ତାରେ ବସିଛନ୍ତି। ପେପର ଦେଖି ଦେଖି ଚାକିରି ଖୋଜି ଖୋଜି ଆପଣଙ୍କ ସମୟ ବର୍ବାଦ ହଉଛି। ଯଦିଓ ଚାକିରି ଆପଣ ପାଉଛନ୍ତି, ଏମିତି ଲମ୍ବା ଲାଇନରେ ଛିଡା ହଉଛନ୍ତି। ଘରର ମୁରବୀର ଯଦି କିଛି ହେଇଯାଏ, ତାହେଲେ ଆପଣଙ୍କ ଭବିଷ୍ୟତ କଣ ହବ କେବେ ଚିନ୍ତା କରିଛନ୍ତି? କଣ ଆପଣଙ୍କ ପିଲାଙ୍କୁ ଆପଣ କୋଉ ସ୍କୁଲରେ ପଢିବାକୁ ଚାହାନ୍ତି? ଏମିତି ଭିଡ ଭିତରେ ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢିବାକୁ ଚାହାନ୍ତି, ନା ଏମିତି ଭଲ ପ୍ରାଇଭେଟ ସ୍କୁଲରେ ପଢିବାକୁ ଚାହାନ୍ତି? ଆପଣଙ୍କ ଦେହ ଖରାପ ହେଲେ ଆପଣ କୋଉ ଟ୍ରିଟମେଣ୍ଟ ହେବାକୁ ଚାହାନ୍ତି? ଏମିତି ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଲମ୍ବା ଲାଇନରେ ଛିଡା ହେଇ ଟ୍ରିଟମେଣ୍ଟ ହେବାକୁ ଚାହାନ୍ତି, ନା ଭଲ ହସ୍ପିଟାଲ ଯାଇ ଭଲ ଟ୍ରିଟମେଣ୍ଟ ହେବାକୁ ଚାହାନ୍ତି? ଆପଣ କୋଉ ଘରେ ରହିବାକୁ ଚାହାନ୍ତି? ଏ ଗରିବ ବ୍ୟକ୍ତି ଘରେ ରହିବାକୁ ଚାହାନ୍ତି, ନା ଅମିର ବ୍ୟକ୍ତି ଘରେ ରହିବାକୁ ଚାହାନ୍ତି? ଆପଣ ଆପଣଙ୍କର ଫ୍ୟାମିଲିକୁ ନେଇ ଏଇଭଳି ସିଚୁଏସନରେ ବାଇକରେ ଯିବାକୁ ଚାହାନ୍ତି, ନା ଏଇଭଳି ଲକ୍ଜରୀ ଗାଡିରେ ଯିବାକୁ ଚାହାନ୍ତି? ଏଇଭଳି ଦିନ ମଜୁରିଆ ହେଇ ଆପଣଙ୍କର ପିଲାଙ୍କ ଭବିଷ୍ୟତକୁ ନଷ୍ଟ କରିବାକୁ ଚାହାନ୍ତି, ନା ହସ ଖୁସିରେ ରହି ଆପଣଙ୍କ ପିଲାଙ୍କର ଭବିଷ୍ୟତ ଉଜ୍ଜଳ କରିବାକୁ ଚାହାନ୍ତି? ଆମ ପିଲାମାନଙ୍କର ଜନ୍ମଦିନ କେବେ ଆସେ କେବେ ଚାଲିଯାଏ ଆମେ ତାହା ଜାଣିପାରନ୍ତିନି, କିନ୍ତୁ ସେମାନେ କଣ କରନ୍ତି ନା ତାଙ୍କ ପିଲାମାନଙ୍କର ଜନ୍ମଦିନ ଆସିଲେ ସେମାନେ 500-700 ଲୋକଙ୍କୁ ଡାକି ଖାଇବା ପିଇବାକୁ ଦେଇ ଏନଜୟମେଣ୍ଟ କରନ୍ତି। ତେଣୁକରି ଆପଣ କଣ କରିବାକୁ ଚାହାନ୍ତି? ୱାର୍ଲଡରେ ଯେତେ ଲୋକ ସଂଖ୍ୟା ଅଛି ତାକୁ ଦି ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହଉଛି 90% ଆଉ ଗୋଟେ ହଉଛି 10%। ଏହାର ମାନେ ହଉଛି 90% ହଉଛନ୍ତି ଗରିବ ଶ୍ରେଣୀର ବ୍ୟକ୍ତି ଆଉ 10% ହଉଛନ୍ତି ଧନୀ ଶ୍ରେଣୀର ବା ଅମିର ଶ୍ରେଣୀର ବ୍ୟକ୍ତି। ତେଣୁକରି ଆମେ ଗରିବ ଶ୍ରେଣୀର ହେଇଥିବାରୁ ଆମ ପରିବାରର ଆମ ପିଲାଙ୍କର ଯାହା ବି ଯେତେବେଳେ ସେ ଖୋଜନ୍ତି ଆମେ ତାଙ୍କୁ ଆଣି ଦେଇପାରନ୍ତି ନାହିଁ। ତେଣୁ ସେମାନେ କଣ କରନ୍ତି ନା ତାଙ୍କର ନା ବୋଲି କିଛି ନାହିଁ, ତାଙ୍କ ପରିବାର ପାଇଁ ତାଙ୍କ ପିଲାଙ୍କ ପାଇଁ ଯେତେବେଳେ ଯାହା ଆବଶ୍ୟକ ସେ ସାଙ୍ଗେ ସାଙ୍ଗେ ଆଣି ଥୁଅନ୍ତି, କାହିଁକି ନା ତାଙ୍କ ପାଖରେ ପଇସା ଅଛି, ସେ ଧନୀ ଶ୍ରେଣୀର ବ୍ୟକ୍ତି। ଯଦି ଏବେ ଆପଣ ଗରିବ ଅଛନ୍ତି, ତାହେଲେ ଭବିଷ୍ୟତରେ କୋଉଭଳି ହେବାକୁ ଚାହାନ୍ତି ବା କୋଉ କ୍ୟାଟେଗୋରୀରେ ରହିବାକୁ ଚାହାନ୍ତି? 90% କ୍ୟାଟେଗୋରୀରେ ଏବେ ଅଛନ୍ତି ସେଇଭଳି ରହିବାକୁ ଚାହାନ୍ତି, ନା 10% କୁ ଯିବା ପାଇଁ ଚାହାନ୍ତି? ନିଷ୍ପତ୍ତି ହଉଛି ଆପଣଙ୍କର। ସ୍ଲାଇଡ୍ କି ଦେଖନ୍ତୁ, ଏଇଥିରୁ ଆପଣ କ୍ଲିୟରଲି ବୁଝିପାରିବେ 90% ଆଉ 10% ର ଫର୍ମୁଲା କଣ। ଏପଟେ ଦେଖନ୍ତୁ ଲେଖା ହେଇଛି ଇ ଏସ୍, ଏପଟେ ଦେଖନ୍ତୁ ଲେଖା ହେଇଛି ପି ଏବଂ ଆଇ। ଆଇ ମାନେ ଇନଭେଷ୍ଟର, ପି ମାନେ ବିଜନେସମ୍ୟାନ, ଇ ମାନେ ଏମ୍ପ୍ଲୟ, ଏସ୍ ମାନେ ସେଲ୍ଫ ଏମ୍ପ୍ଲୟ। କିନ୍ତୁ ଆପଣ ଏଇଠି ଜାଣି ଆଶ୍ଚର୍ଯ୍ୟ ହେବେ, ଏମ୍ପ୍ଲୟ ଏବଂ ସେଲ୍ଫ ଏମ୍ପ୍ଲୟ 90% ୱାର୍କ କରନ୍ତି ବା 90% କାମ କରନ୍ତି, କିନ୍ତୁ କେତେ ପଇସା ପାଆନ୍ତି ଜାଣିଛନ୍ତି? ମାତ୍ର 10% ପଇସା ଏମାନେ ପାଆନ୍ତି। 90% କାମ କରି ମାତ୍ର 10% ପଇସା ପାଆନ୍ତି, ଯାହାକି ସେଇ କ୍ୟାଟେଗୋରୀରେ ଆମେ ଯାଉଛେ, ଆମେ ଏମ୍ପ୍ଲୟ ବା ସେଲ୍ଫ ଏମ୍ପ୍ଲୟ। କିନ୍ତୁ ଏପଟେ ବିଜନେସମ୍ୟାନ ଏବଂ ଇନଭେଷ୍ଟର ଏମାନେ ମାତ୍ର 10% କାମ କରନ୍ତି ଆଉ ଏମାନେ 90% ପଇସା ନିଅନ୍ତି। ଆମେ ଏଠି ଯାହା କରୁଛେ ଠିକ ଓଲଟା ଏମାନଙ୍କର। ଆମେ 90% କାମ କରି 10% ପଇସା ପାଆନ୍ତି, ଏମାନେ 10% କାମ କରି 90% ପଇସା ପାଆନ୍ତି। ଯଦି ଆପଣ 90% ରେ ଅଛନ୍ତି, ଗରିବ ଶ୍ରେଣୀରେ ଅଛନ୍ତି, 10% କୁ ଯିବା ପାଇଁ ବା ଅମିର ଶ୍ରେଣୀକୁ ଯିବା ପାଇଁ ଏ ହେଉଛି ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଯଦି ଆପଣଙ୍କର 90% ରୁ 10% କୁ ଯିବାର ନାହିଁ, ତ ଦୟାକରି ଆପଣ ଏଉଠୁ ଭିଡିଓଟି ଅନ୍ କରିଦେଇ ପାରନ୍ତି। ଯଦି ଆପଣ ପ୍ରକୃତରେ 90% ରୁ 10% କୁ ଯିବାକୁ ଆପଣଙ୍କର ଇଚ୍ଛା ଶକ୍ତି ଅଛି, ତାହେଲେ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମେ ଏମ୍ପ୍ଲୟ ହିସାବରେ କାମ କରନ୍ତି, ମାସକୁ କିଛି ସାଲେରୀ ପାଆନ୍ତି, କିନ୍ତୁ ଆମେ କେବେ ଚିନ୍ତା କରିଛନ୍ତି ଯଦି ଭବିଷ୍ୟତରେ ଆମର ସେ ସାଲେରୀ ବନ୍ଦ ହୋଇଯାଏ କୌଣସି କାରଣବଶତଃ, ତାହେଲେ ଆମର କଣ ହବ? ଆମ ପରିବାରର କଣ ହବ? ଆମ ପିଲାଛୁଆଙ୍କର କଣ ହବ? ଏଗୁଡ଼ା କେବେ ଚିନ୍ତା କରିଛନ୍ତି? ଯଦି ଚିନ୍ତା କରିନାହାନ୍ତି, ତାହେଲେ ଆଜି ସେ ଚିନ୍ତା କରିବାର ସୁଯୋଗ ଆପଣଙ୍କ ପାଖରେ ଅଛି। ଆପଣ ଯାହା ବି କାମ କରୁଛନ୍ତି ତାକୁ କରିବା ସହିତ ପାର୍ଟ ଟାଇମରେ, ଆପଣଙ୍କ ବଳକା ଟାଇମରେ ମାତ୍ର ଦିନକୁ 1.5 ଘଣ୍ଟାରୁ 2 ଘଣ୍ଟା ସମୟ ଦେଇ ଯଦି ଆପଣ ଏହାକୁ ଷ୍ଟାର୍ଟ କରୁଛନ୍ତି, ତାହେଲେ କିଛି ମାସ ଭିତରେ ଆପଣ ବହୁତ ଭଲ ଇନକମ୍ କରିପାରିବେ, ଭଲ ରୋଜଗାର କରିପାରିବେ। ଯଦି ଆପଣଙ୍କର ଇଚ୍ଛା ଅଛି, ଭିଡିଓଟିକି
पूरा शेष पर्यंत देखंतु सही टाइम देई आपण रॉकेट भरी एथरे रोजगार करि परिबे जो क्षिप्र गति रे रॉकेट जाए से क्षिप्र गति रे आपण एठी रोजगार करि परिबे सेति पई मो निमाई चरण बिहारी ओडिशा भुवनेश्वर रु एही सफलतार रास्ता रे आपण को स्वागत करूची ये सिस्टम रे काम करिया पई नो टाइम लिमिट कोनोसी टाइम लिमिट रा आवश्यक नाही आपण को जेते बेले जो समय आपण को फ्री मिलुची आमे एठी सेठी बसी खटी करूचे बा मोबाइल रे टाइम पास करूचे सही समय को आमे सिस्टम भितर देई बहुत भलो इनकम करि परिबा भलो रोजगार करि परिबा नो कंडीशन कोनोसी कंडीशन मध्य नाही कंडीशन फ्री बिजनेस ये स्वागत करूची आपण को लाइफ 9x रो सफलतार सिस्टम को यार प्रतिष्ठाता मिस्टर शैलेंद्र सिंह हरियाणा उत्तर प्रदेश ये एमती जन व्यक्ति जहाँकि 15 वर्ष काल ये डायरेक्ट सेलिंग सिस्टम को देखी आछंती डायरेक्ट सेलिंग रे जो सब सिस्टम रखा जायछि से सिस्टम रे केवल कंपनी माने बड़ लोक हुअंती आ डायरेक्ट सेलर किछिटा पैसा पाए तार माने होउछि आपण माने कहीं ना कहीं कौन से डायरेक्ट सेलिंग रे काम करथिबे सेते देखिथिबे आपण बहुत फंड्स रखा जायछि बाइक फंड कार फंड हाउस फंड टूर फंड एही भली भाबरे विभिन्न प्रकार फंड्स रखा जायछि आपण केबे चिंता करिसंती से फंड्स रे केते परसेंट पहुंची पारुचंती मात्र 1% पहुंची पारुचंती से फंड्स पाखरे किंतु 99% फंड्स पे पैसा दउचंती किंतु से माने पहुंची पारंती नाही ताहले आपन को पैसा जाउची कुआरे आपण यदि प्रथम पे आउट भी पाउचंती आपण 1000 पांतु बा 2000 पांतु बा 500 पांतु जा सिस्टम भीतर अछि ये सब फंड्स पाई कटिकी आपण सेती पैसा पांती किंतु आपण से जगह पहुंची पारंती नाही ताहले से पैसा जाउची कुआरे आपण को पैसा एंजॉयमेंट करंती सेही कंपनी माने बा सेही संस्था माने तेणुकर ये सबको नजर में रखी महान व्यक्ति मोर गुरुजी मिस्टर शैलेंद्र सिंह इस महान सिस्टम को बनई जहाँकि एटी आप 100% पैसा पाउंट 100% पैसा आगु के सिस्टम देखिले आप निश्चित भाव सब क्लीयर हो अनुरोध ये सिस्टम टी पूरा देखंतु आप लाइक करंतु कि न करंतु सेतरे मु किछि कहबिनी सब्सक्राइब करंतु कि न करंतु सेतरे मोर कि जायस नाही किंतु एति कहबी आपनको जदि आपको सिस्टम टी भलो लागुची ताले वीडियो टी निश्चित अलगा काको शेयर करिवे ताले होय तो आपनकर गोटे शेयर ता गरीब अपन दूर हो जाई पारे आसो जानिबा लाइफ 9x रो सिस्टम ये सब होउची आईनगत लीगल डॉक्यूमेंट कैरियर सुजोग लाइफ 9x को प्रत्येक एफिलिएट मार्केट मॉडल माध्यम एक महान रोजगार सुजोग प्रदान करुची महान रोजगार सुजोग कहीं ना मुझे टिके पूर्व कहली जहाँकि एथरे आपण रॉकेट भली इनकम पाइबे आपण जदि सिस्टम को पूरा देखती महान रोजगार कौन आप निश्चित जानीपर एबे आसो जानिबा बिजनेस रो सिस्टम कौन रही आम केमिति इनकम करि परिबा केमिति रोजगार करि परिबा आसो जानिबा ताकू काजू बादाम खाओ पैसा कमाओ ए सिस्टम रे रोजगार करिबा पई आपण निजे आसीबे प्रथमे आपण निजे आपण को सिस्टम भीतर को आसीबा पई आपण थरे मात्र 600 टंका दबाबू पड़िबो थरे मात्र 600 टंका दबाबू पड़िबो आपण को भावतुनि आप 600 टंका फ्री ऑफ कॉस्ट रे देदेले बोली ना ए 600 टंका बदल रे आपण पाउछंती भगवान कर प्रसाद काजू बादाम जहाँकि काजू बादाम भगवान को पाखरे
ପୂଜା କରାଯାଏ, ଭୋଗ ଲଗାଯାଏ। ସେଥିପାଇଁ ଏହାକୁ କୁହାଯାଇଛି ଭଗବାନଙ୍କର ପ୍ରସାଦ। ତାକୁ ପାଇବା ସହିତ ଆପଣ ପାଉଛନ୍ତି ରୋଜଗାର କରିବାର ଏକ ସୁବର୍ଣ୍ଣ ସୁଯୋଗ। ଏଠି ଦେଖନ୍ତୁ, ଧ୍ୟାନର ସହ ଦେଖନ୍ତୁ, ଡାଇରେକ୍ଟ ଇନକମ୍। ଆପଣ ଯେମିତି ଆସିଲେ, ଆପଣଙ୍କର କାମ ମାତ୍ର 2 ଜଣକୁ ଆପଣ ଆଣିବେ। 3 ଜଣ ଆପଣଙ୍କର ଆବଶ୍ୟକତା ନାହିଁ, ମାତ୍ର 2 ଜଣ ଆପଣ ଆଣିପାରିବେ। ଆଉ ଯେଉଁ 2 ଜଣକୁ ଆଣୁଛନ୍ତି, ଆପଣ ତାଙ୍କଠାରୁ 200 ଟଙ୍କା ଲେଖା ଡାଇରେକ୍ଟ ଇନକମ୍ ଆପଣ ପାଇଯିବେ। ଆପଣ 2 ଜଣଙ୍କ ପାଖରୁ 200 ଟଙ୍କା ଲେଖା ପାଇଲେ 400 ଟଙ୍କା। ଆଉ ଆପଣଙ୍କୁ ସେୟାର କରିବାକୁ ପଡିବ। ସେକେଣ୍ଡ ଲେବୁଲ ଓପନ ପାଇଁ 300 ଟଙ୍କା। ଆପଣ ନେଟ୍ ପ୍ରଫିଟ 100 ଟଙ୍କା। ଘବରାଇ ଯାଆନ୍ତୁନି, ଦେଖନ୍ତୁ ଆଗକୁ କୋଉଭଳି ରୋଜଗାର କରିବେ। এই ସେକେଣ୍ଡ ଲେବୁଲରେ ଆପଣ ଯେମିତି 2 ଜଣକୁ ଆଣିଥିଲେ, ସେ 2 ଜଣ ସେଇଭଳି 2 ଜଣକୁ ମାତ୍ର ଆଣିପାରିବେ। କିନ୍ତୁ ଆପଣ ପାଖକୁ ଯୋଉ ତୃତୀୟ ବ୍ୟକ୍ତି ଆସିଲା, ଆପଣ ଆଉ ନିଜେ ଦେଇପାରିବେ ନାହିଁ। ଆପଣ ଯେଉଁ ବ୍ୟକ୍ତି ଆଣିଛନ୍ତି ତାଙ୍କ ତଳେ ଦେଇ ଆପଣ ତାଙ୍କୁ ସହଯୋଗ କରିପାରିବେ। ଏହିଭଳି ଭାବରେ ଆପଣଙ୍କ ସେକେଣ୍ଡ ଲେବୁଲରେ ଆସୁଛନ୍ତି 4 ଜଣ। ସେ 4 ଜଣ ଆପଣଙ୍କୁ ଦେଉଛନ୍ତି 300 ଟଙ୍କା ଲେଖା 1200 ଟଙ୍କା। ତୃତୀୟ ନମ୍ବର ଲେବୁଲ ଓପନ ପାଇଁ ଆପଣଙ୍କୁ ସେୟାର କରିବାକୁ ପଡୁଛି 600 ଟଙ୍କା। ନେଟ୍ ପ୍ରଫିଟ ଆପଣଙ୍କର 600 ଟଙ୍କା। এই ତୃତୀୟ ନମ୍ବର ଲେବୁଲରେ ଆପଣଙ୍କର ଆସୁଛନ୍ତି 8 ଜଣ। ସେ 8 ଜଣ ଆପଣଙ୍କୁ ଦେଉଛନ୍ତି 600 ଟଙ୍କା ଲେଖା 4800 ଟଙ୍କା। ଚତୁର୍ଥ ନମ୍ବର ଲେବୁଲ ଓପନ ପାଇଁ ଆପଣଙ୍କୁ ସେୟାର କରିବାକୁ ପଡୁଛି 2000 ଟଙ୍କା। ଆପଣଙ୍କର ନେଟ୍ ପ୍ରଫିଟ 2800 ଟଙ୍କା। 4 ନମ୍ବର ଲେବୁଲରେ ଆପଣଙ୍କର ଆସୁଛନ୍ତି 16 ଜଣ। সেই 16 ଜଣ ଆପଣଙ୍କୁ 2000 ଟଙ୍କା ଲେଖା ଦେଉଛନ୍ତି 32000 ଟଙ୍କା। 5 ନମ୍ବର ଲେବୁଲ ଓପନ ପାଇଁ ଆପଣଙ୍କୁ ସେୟାର କରିବାକୁ ପଡୁଛି 4000 ଟଙ୍କା। ଆପଣଙ୍କର ନେଟ୍ ପ୍ରଫିଟ 28000 ଟଙ୍କା। ଆପଣଙ୍କର ନେଟ୍ ପ୍ରଫିଟ 28000 ଟଙ୍କା। 5 ନମ୍ବର ଲେବୁଲରେ ସେଇଭଳି ଆସୁଛନ୍ତି 32 ଜଣ। 32 ଜଣ ଆପଣଙ୍କୁ ଦେଉଛନ୍ତି 4000 ଟଙ୍କା ଲେଖା 1,28,000 ଟଙ୍କା। 6 ନମ୍ବର ଲେବୁଲ ଓପନ ପାଇଁ ଆପଣଙ୍କୁ ସେୟାର କରିବାକୁ ପଡୁଛି 8000 ଟଙ୍କା। ନେଟ୍ ପ୍ରଫିଟ ଆପଣଙ୍କର 1,20,000 ଟଙ୍କା। এইভাবে ହେଉଛି 12ଟି ଲେବୁଲ। ଟୋଟାଲ ପ୍ରଫିଟ ଆପଣଙ୍କର 279 କୋଟି 51,75,500 ଟଙ୍କା। ଆପଣ ଅଲଗା ମାର୍କେଟିଂ ଦେଖିଥିବେ ନିଶ୍ଚୟ ବା କରିଥିବେ ନିଶ୍ଚୟ। କୋଉ ମାର୍କେଟିଂ ଅଛି ମତେ ଦେଖେଇ ପାରିବେ? 5 ନମ୍ବର ଲେବୁଲରେ ଆପଣ 1,28,000 ଟଙ୍କା ପାଉଛନ୍ତି। ବା ଯେ 6 ନମ୍ବର ଲେବୁଲ ପାଇଁ ଆପଣ 8,000 ଟଙ୍କା ସେୟାର ବି କଟିଯାଏ, 1,20,000 ଟଙ୍କା କୋଉ ମାର୍କେଟିଂ ଅଛି 5 ନମ୍ବର ଲେବୁଲରେ ଆପଣଙ୍କୁ ଦଉଛି। ଯଦି 100% କାମ ହୁଏ ତାହେଲେ ଆପଣ ପାଉଛନ୍ତି ଟୋଟାଲ 280 କୋଟି ଟଙ୍କା। 100% କାମ ନ ହୋଇ ଯଦି 50% ବି କାମ ହୁଏ ତାହେଲେ ବି ଆପଣ ପାଉଛନ୍ତି 140 କୋଟି ଟଙ୍କା। ଏବେ ଛାଡ଼ି ଦିଅନ୍ତୁ 50% ବି ହେଲାନି, ଯଦି 1% ବି କାମ ହୁଏ ତେବେ ବି ଆପଣ ପାଉଛନ୍ତି 2,80,00,000 ଟଙ୍କା। ଗୋଟେ ମଣିଷ ସାଧାରଣତଃ ତା ଜୀବନ କାଳ ମଧ୍ୟରେ କେତେ ରୋଜଗାର କରିଥାଏ? ସାଧାରଣ ଲୋକଙ୍କର ଜୀବନ କାଳର ରୋଜଗାର ଏଠି 20 ବର୍ଷରୁ 60 ବର୍ଷ ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ନିଆଯାଇଛି। ସାଧାରଣତଃ 20 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ପଢାପଢି ଭଲ ମନ୍ଦରେ ଚାଲିଯାଏ, ଆଉ ଆଗକୁ ସେମାନେ ପଢିପାରନ୍ତିନି। ଯେକୌଣସି ଜାଗାରେ ହଉନା କାହିଁକି ସେ କାମ କରିବା ପାଇଁ ବାହାରି ପଡନ୍ତି। ତେଣୁକରି ସେଥିପାଇଁ ଏଠି ନିଆଯାଇଛି 20 ବର୍ଷରୁ 60 ବର୍ଷ ଯାହାକି 40 ବର୍ଷ ପର୍ଯ୍ୟନ୍ତ ଇନକମ୍ ଦେଖାଯାଇଛି ବା ରୋଜଗାର ଦେଖାଯାଇଛି। ଯଦି ସେ ମାସକୁ 30,000 ଟଙ୍କା ରୋଜଗାର କରନ୍ତି, 12 ମାସରେ 3,60,000 ଟଙ୍କା ରୋଜଗାର କରୁଛନ୍ତି। ତ ସେ 40 ବର୍ଷ ରୋଜଗାର କରନ୍ତି, 3,60,000 ଇଣ୍ଟୁ 40, 1,44,00,000 ଟଙ୍କା ସେ ରୋଜଗାର କରୁଛନ୍ତି। କିନ୍ତୁ ଏଠି ଲାଇଫ 9X ଆପଣଙ୍କୁ ଦଉଛି ମାତ୍ର 1% କାମରେ 2,80,00,000 ଟଙ୍କା। ଏବେ ହିଁ ନିଷ୍ପତ୍ତି ନେଇ ଆରମ୍ଭ କରନ୍ତୁ। ଯଦି ଜାଣିପାରୁନାହାନ୍ତି କୋଉଠି ଅବୁଝା ଆପଣଙ୍କର ରହିଯାଉଛି
ताले चुप ही रही जातुनी जे भिडियोटी आपको शेयर करिछि ताको निश्चित पचारंतु से निश्चित भाव में लाइफ 9X विषय जानी ताकू पचारंतु से निश्चित भाव में आपको सजेशन देवे सहित मिसी आपणकर गरीब की दूर करंतु कथा हे बिजनेस सिस्टम विषय कही हुए 100% घरे रही काम करें आप जा आसबार दरकार ही नहीं बहुत कम पैसा काम स्टार्ट कर हुए मात्र 600 टंका जो प्रोडक्ट आप पाँच मूल्यबोध प्रोडक्ट भगवान प्रसाद काजू बादाम मूल्यहीन प्रोडक्ट नुहे कौन शर्तावली ना जहाँकि आपको सारी नो टर्म कंडीशन अलग सिस्टम भली बारंबार किणवार नहीं जहाँ कहती रिपर्चेस करार नहीं जहाँ आप गोटे थर ने से कौन भावुं यही बस चिंता करेंगे ना सिस्टम भितर को आसी ऐश आराम करेंगे निष्पत्ति हूँ आपणकर आपण ये महान सिस्टम बुझी लाइफ 9X परिवार तरफ आपको बहुत बहुत धन्यवाद। जय जगन्नाथ।